ଲଗାଣ ବର୍ଷାରେ ଧସିଲା ପାହାଡ଼, ଖସିଲା ମାଟି ଅତଡ଼ା ସହ ବଡ଼ ବଡ଼ ପଥର। ଗଜପତି ଜିଲ୍ଲାରେ ବର୍ଷା ଜାରି ରହିଥିବା ଫଳରେ ବର୍ଷାର ପ୍ରଭାବ ବିଭିନ୍ନ ଅଞ୍ଚଳରେ ରହିଥିବା ବେଳେ ବର୍ତ୍ତମାନ ପାହାଡ଼ ଧସିବା ଦୃଶ୍ୟ ଦେଖିବାକୁ ମିଳିଛି। ଲଗାଣ ବର୍ଷା ପ୍ରଭାବରେ ଧସିଲା ପାହାଡ଼, ମାଟି ଅତଡ଼ା ଖସି ରାସ୍ତା ଅବରୋଧ କଲା। ଗୁମ୍ମା ବ୍ଲକ ଅନ୍ତର୍ଗତ ନାମନଗଡ଼ ଅଜୟଗଡ଼ ମୁଖ୍ୟ ରାସ୍ତା ଅବରୋଧ ହୋଇପଡ଼ିଛି। ଏଥିପାଇଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତା ଉପରେ ପଡ଼ି ରହିଛି ମାଟି ଅତଡ଼ା। ସକାଳୁ ସକାଳୁ ପାହାଡ଼ ଧସୁଥିବା କୁହାଯାଉଥିବା ବେଳେ ସେହି ରାସ୍ତାରେ ଦୁଇଟି ସ୍ଥାନରେ ପାହାଡ଼ ଧସିଛି। ଗୁମ୍ମା ବ୍ଲକର ଉନ୍ନୟନ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ରାସ୍ତା ସଫା କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଗକୁ ବର୍ଷା ଅଧିକ ହେବାର ସମ୍ଭାବନା ରହିଥିବା ହେତୁ ବର୍ତ୍ତମାନ ଲୋକଙ୍କ ମନରେ ଭୟ ପଶିଛି। ତେବେ ଏଭଳି ଦୃଶ୍ୟ ବିଗତ ବର୍ଷ ମଧ୍ୟ ହୋଇଥିଲା। ତ ଏହି ବର୍ଷ ମଧ୍ୟ ସେହି ଗୋଟିଏ ସ୍ଥାନରେ ବର୍ତ୍ତମାନ ପାହାଡ଼ ଧସି ଆସିଛି। ପାହାଡ଼ରୁ ମାଟି ଅତଡ଼ା ସାଙ୍ଗକୁ ବଡ଼ ବଡ଼ ପଥର ଆସି ରାସ୍ତା ଉପରେ ପଡ଼ି ରହିଛି, ଯାହାଫଳରେ ବର୍ତ୍ତମାନ ଗମନାଗମନ ବହୁ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପହଞ୍ଚି ରାସ୍ତା ସଫା କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ଏବଂ ଖବର ସଂଗ୍ରହ ସୁଦ୍ଧା 4 ରୁ 5 ଘଣ୍ଟା ବିତିଗଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ପଥର ବାହାରି ପାରିନି ରାସ୍ତା ଉପରୁ। ଯାହା ସୂଚନା ମୁତାବକ ଜେସିବିକୁ ଯୋଗାଯୋଗ କରିଛନ୍ତି ଗୋଷ୍ଠୀ ଉନ୍ନୟନ ଅଧିକାରୀ। ଜେସିବି ପହଞ୍ଚିବା ପରେ ରାସ୍ତାରୁ ମାଟି ଆଉ ପଥର ଅତଡ଼ାକୁ ବାହାର କରିଲା ପରେ ଲୋକମାନଙ୍କର ଗମନାଗମନ ସୁବିଧା ହେବ ବୋଲି କହିଛନ୍ତି। बैग डाण ना लाइव जीवन लाइव जीवन तुम जाऊन कि ना पठेन पठे दे जरा ब्रेकिंग आम गाँव डाक बेग पड़ा ए 7 मिनट अच्छी बेस लेट हवा।